ଆମର ଐତିହ୍ୟ ଗ୍ରାମ ଘୋଷଣା କରାଯିବ ବୀରପ୍ରତାପପୁର ପଣ୍ଡିତ କୃପାଚାନ୍ଦ ମିଶ୍ରଙ୍କ ପାଇଁ। ଆଜ୍ଞା। ଏବଂ ତାର ଯଦି କୌଣସି ରାଜ୍ୟ ସରକାର ପଦକ୍ଷେପ ନ ନିଅନ୍ତି ତାହେଲେ ଜନ ଆସନ୍ତୋଷ ହେଇଯିବ ଏବଂ ଆମ ରାଜରାସ୍ତାକୁ ଯିଏ ଦିନେ ଦେଶ ମାଟି ମା ପାଇଁ ବଳିଦାନ ଦେଇଥିଲେ ତାଙ୍କରି ଗ୍ରାମକୁ ଆଜି ଅବହେଳା ବା ଅଣଦେଖା। ଆମେ କହୁଛୁ ପଞ୍ଚସଖା ଯେଉଁ ଥିଲେ ପଞ୍ଚସଖାଙ୍କ ଭିତରୁ କୃପାଚାନ୍ଦ ମିଶ୍ର ଅନ୍ୟତମ। କୃପାଚାନ୍ଦଙ୍କ ବିଷୟରେ ଆମେ କହୁଛୁ ଯେଉଁ କୃପାଚାନ୍ଦଙ୍କର ଯେଉଁ ବୀରପ୍ରତାପପୁର ଗାଁ ରହିଛି ସେ ଗ୍ରାମକୁ ଐତିହ୍ୟ ଗ୍ରାମ ଘୋଷଣା କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏବେ ଅଣଦେଖା କରାଯାଇଛି। ଆମେ ସହିତ ତାଙ୍କ ଗ୍ରାମର ଗ୍ରାମବାସୀମାନେ ଅଛନ୍ତି। ଗ୍ରାମର ଗ୍ରାମବାସୀମାନେ ଅସନ୍ତୋଷ ବା ଅସନ୍ତୋଷ ଗୋଟେ ଦେଖାଯାଇଛି। ଗ୍ରାମବାସୀମାନେ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା, ପରିଚୟ ଦେବେ ଏବଂ କ'ଣ କହିବେ? ମୋ ନାଁ ହେଲା ସ୍ୱରୂପ ମିଶ୍ର। ଆମର ପ୍ରଧାନମନ୍ତ୍ରୀ ଯେତେବେଳେ ଜନତା ମେଳାରେ ଉନ୍ମୋଚନ କଲେ ସେତେବେଳେ କୃପାଚାନ୍ଦ ମିଶ୍ର ତଳେ ଲେଖା ହେଇଛି ବୀରପ୍ରତାପପୁର, କିନ୍ତୁ ସେଇ ଆମର ଗାଁକୁ ବର୍ତ୍ତମାନ କଟାଯାଇ ବର୍ତ୍ତମାନ ତାକୁ କରାଯାଇଛି କ'ଣ ନା ବୀର ହରେକୃଷ୍ଣପୁର। ଯଦିବା ସେ ବୀର ହରେକୃଷ୍ଣପୁରରେ ଜନ୍ମ ଲାଭ କରିଥିଲେ 11 ଦିନ ପରେ ସେ ଆମ ଗାଁକୁ ପୋଷ୍ୟପୁତ୍ର ଉପରେ ଆସିଥିଲେ। ରଥ ଫ୍ୟାମିଲିରେ ସେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ସେ ମିଶ୍ର ଫ୍ୟାମିଲିକୁ ପୋଷ୍ୟପୁତ୍ର ହିସାବରେ ଆସିଲେ। ଏଇଠି ପାଣି ପବନ ପରିବେଶ ସହ ମିଶି ସେ ଏଇଠି ହିଁ ବଢ଼ିଛନ୍ତି ହେଲା। ତେଣୁ ଆମକୁ ଐତିହ୍ୟ ଗ୍ରାମରୁ ଆମକୁ ବିଚ୍ଛେଦ କରାଯାଇଛି। ଏଇଠୁ ବକୁଳ ବନ ଯାଆନ୍ତି, ଏଇଠୁ ସବୁ ତାଙ୍କର ଗୋଟେ କଥା କହୁଛି, ସେ ଯେତେବେଳେ ଆମର ସତ୍ୟବାଦୀରେ ତାଙ୍କର ଯେତେବେଳେ ପ୍ରଥମ ଶିକ୍ଷକତା କରିବାକୁ ଗଲେ ସତ୍ୟବାଦୀରେ ତାଙ୍କୁ ବାତଜ୍ୱର ହେଇଥିଲା। ସେଇ ବାତଜ୍ୱରରେ ଯାଇକି ଜଏନ୍ କରିବାକୁ ଗଲେ। ତାଙ୍କର ସେତେବେଳେ ଥିଲେ ଆମର ନୀଳକଣ୍ଠ ଦାସ, ସେ ହେଡମାଷ୍ଟର ଥିଲେ। ସେ ତାଙ୍କୁ ଘଣ୍ଟେ ଡେରିରେ ଗଲେ ଇଏ, ତେଣୁ ତାଙ୍କୁ ଆଉ ଜଏନିଂ କରେଇ ଦେଲେ ନାହିଁ। ଗୋପବନ୍ଧୁ ଦାସ ଥାନ୍ତି ସେତେବେଳେ ସେକ୍ରେଟାରୀ। ଗୋପବନ୍ଧୁ ଦାସଙ୍କ ପାଖକୁ ଗଲେ। ଗୋପବନ୍ଧୁ ଦାସଙ୍କୁ ସେ କହିଲେ, ମୁଁ ଆଜ୍ଞା ବୀରପ୍ରତାପପୁରରୁ ଚାଲି ଚାଲି ଆସିଛି, ଦେଖିବାକୁ ସେ ବାତଜ୍ୱରରେ ଥରୁଛନ୍ତି। ଗୋପବନ୍ଧୁ ଦାସ ଆଗ ଯାଇ ନୀଳକଣ୍ଠ ଦାସଙ୍କୁ ପଚାରିଲେ, ମୁଁ ସେକ୍ରେଟାରୀ, ମୁଁ ଆଙ୍କୁ କହୁଛି ତମେ ଆଙ୍କୁ ଜଏନ୍ କର, ଯେହେତୁ ଇଏ ବୀରପ୍ରତାପପୁରରୁ ଚାଲି ଚାଲି ଆସିଛନ୍ତି ଜଏନିଂ କରିବାକୁ, ତେଣୁ ଆଙ୍କୁ ଜଏନିଂ କର। ଏତେ କଥା ଥାଇକି ସୁଦ୍ଧା ଆମ ଗାଁକୁ ଉପେକ୍ଷା କରାଯାଇଛି। ଏବେ କ'ଣ ଚାହୁଁଛନ୍ତି ସରକାର ବା ଜିଲ୍ଲା ପ୍ରଶାସନ ଯଦି ଆପଣଙ୍କ ଦୁଃଖ ନ ଶୁଣେ ବା ଆପଣଙ୍କ ଅଭିଯୋଗ ନ ଶୁଣେ, କ'ଣ ପଦକ୍ଷେପ ରହିବ? ଆମେ ସମସ୍ତେ ରାଜରାସ୍ତାକୁ ଓହ୍ଲେଇବୁ, ଆନ୍ଦୋଳନ କରିବୁ, ଆଉ ତାର ବିକଳ୍ପ କିଛି ନାହିଁ। ନିହାତି ଭାବରେ ଶୁଣୁଥିଲେ କି ଯେଉଁ କହୁଥିଲେ ଗ୍ରାମବାସୀମାନେ, ଯଦି ତାଙ୍କ ଅଭିଯୋଗକୁ ସେମାନେ ଜିଲ୍ଲା ପ୍ରଶାସନ ବା ଓଡ଼ିଶା ସରକାର ନ ଶୁଣନ୍ତି ସେ ରାଜରାସ୍ତାକୁ ଓହ୍ଲାଇବେ। ଆମ ସହିତ ଆହୁରି ମଧ୍ୟ ଗ୍ରାମବାସୀମାନେ ଅଛନ୍ତି, ଆଲୋଚନା କରିବା। ଆଜ୍ଞା, କ'ଣ କହିବେ? ଯେଉଁ ଆପଣଙ୍କ ଗ୍ରାମକୁ ଅଣଦେଖା କରାଯାଇଛି, କ'ଣ କହିବେ? କୃପାସିନ୍ଧୁ ତାଙ୍କର ଅରିଜିନାଲ ଜନ୍ମଗ୍ରହଣ କରିଥିଲେ ହରେକୃଷ୍ଣପୁରରେ, କିନ୍ତୁ 11 ଦିନରେ ତାଙ୍କୁ ପୋଷ୍ୟପୁତ୍ର ଭାବରେ ସେ ପଳେଇ ଆସିଥିଲେ ବୀରପ୍ରତାପ। ସେଇଠୁ ସେ ବୀରପ୍ରତାପପୁରରେ ପାଠ ପଢ଼ିଛନ୍ତି। ଏଇଠି ପାଠ ପଢ଼ି ଏଇଠି ମଣିଷ ହେଇଛନ୍ତି। ତାପରେ ସେ ବକୁଳବନରେ ପଞ୍ଚସଖା ହିସାବରେ ବକୁଳବନରେ ସେ ଗୋପବନ୍ଧୁଙ୍କ ସାଥିରେ କାନ୍ଧ ମିଳେଇକିରି ବକୁଳବନ ସ୍କୁଲ ଗଢ଼ିଥିଲେ ଏବଂ ସେଥିରେ ଶିକ୍ଷକତା କରୁଥିଲେ। ତାଙ୍କର ସେ MA ପାସ୍ କରିଥିଲେ ମଧ୍ୟ ଶିକ୍ଷକତା କରିବାକୁ ଆସିଥିଲେ ସେତେବେଳେ, ବଡ଼ ଚାକିରିକି ସେ ୟାକୁ କରିକିରି। ତେଣୁ ବୀରପ୍ରତାପପୁର ଗାଁରେ ସେ ରହିଥିଲେ। ତାଙ୍କ ସ୍ତ୍ରୀ ବି ଦୀର୍ଘ ଜୀବନ ଧରିକିରି, ତାଙ୍କ ସ୍ତ୍ରୀ ସେ ଖୁବ୍ କମ୍ ଦିନରେ ମରିଯାଇଥିଲେ କୃପାସିନ୍ଧୁ, କିନ୍ତୁ ତାଙ୍କ ସ୍ତ୍ରୀ ବହୁତ ଦିନ କାଳ ଏଇ ଗାଁରେ ଚଳପ୍ରଚଳ, ତାଙ୍କ ନାତି ନାତୁଣୀ ପୁଅ ସମସ୍ତେ ଏଇଠି ଚଳୁଥିଲେ। ଆଉ ତାଙ୍କୁ ଉପେକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ତ ଆମର ଆବାସ ଯୋଜନାରେ ଡିକ୍ଲେୟାର କରିଦେଲା ପରେ, କିନ୍ତୁ ବରପୁତ୍ର ହିସାବରେ ଐତିହ୍ୟ ଗ୍ରାମ ହିସାବରେ ଡିକ୍ଲେୟାର କଲା ପରେ ସେଇଟାକୁ ଉପେକ୍ଷା କରାଯାଇଛି ଏବଂ ଆମକୁ ବଞ୍ଚିତ କରାଯାଇଛି ତା ଦେହରୁ ଐତିହ୍ୟ ଗ୍ରାମ ତରଫରୁ। ପ୍ରଥମେ ବୀରପ୍ରତାପପୁରକୁ ଘୋଷିତ କରାଗଲା, ଏବେ ବର୍ତ୍ତମାନ କହୁଛନ୍ତି ହରେକୃଷ୍ଣପୁର କରାଯିବ। ୟା ଭିତରେ କ'ଣ ଥାଇପାରେ ଏବଂ ଆପଣଙ୍କ ମନରେ ଯେଉଁ ଜନ ଅସନ୍ତୋଷ ଅଛି, କ'ଣ ପଦକ୍ଷେପ ରହିବ ଏବଂ ଜନ ଅସନ୍ତୋଷ କାହିଁକି ରହିଲା ଏବଂ କ'ଣ ପଦକ୍ଷେପ ନିଆଗଲେ ଆପଣ ଖୁସି ହେବେ? ଆମକୁ ଆମର ପୂର୍ବ ଗୌରବଟା ଫେରେଇ ଦେଲେ ଆମେ ସନ୍ତୁଷ୍ଟ ହେବୁ। ଆଉ ଆମକୁ ଐତିହ୍ୟ ଗ୍ରାମ ଡିକ୍ଲେୟାର କରାଯାଉ। ଆଉ ଯଦି ସରକାର ନ ଶୁଣନ୍ତି ଆମେ ବାଧ୍ୟ ହେଇକି ରାଜରାସ୍ତାକୁ ଯିବୁ, ଓହ୍ଲେଇବୁ। ଆଉ ଆମେ କ'ଣ କରିବୁ? ବାଧ୍ୟ ହେଇକିରି ଆମେ ରାସ୍ତା ରୋକ କରିବୁ। ଆଉ ଜିଲ୍ଲାପାଳଙ୍କୁ ଦେଖାଇଥିଲୁ, ତାଙ୍କୁ ମେମୋରାଣ୍ଡମ୍ ଦେଇଛୁ। ସେ ତାକୁ DCO ଅଫିସକୁ ଲେଖିଛନ୍ତି। DCO ସେଇ ଯୋଗୁଁ ଡାଇରେକ୍ଟର ଏଇଟା କଲଚରାଲକୁ ପଠେଇବେ ବୋଲି ସେ କହିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ପଠେଇ ନାହାନ୍ତି। ଆମେ ସେଇ ବାରମ୍ବାର ଦୌଡ଼ୁଛୁ ଆଉ ଆଗକୁ ଯାଉଛୁ।
ଏଇଆ ଚାଲିଛି। ଆମର ଏଇଠି ଜୟନ୍ତୀ ଏବଂ ଶ୍ରାଦ୍ଧବାର୍ଷିକୀ ଦୀର୍ଘ 30 ବର୍ଷ ହେଲା ଏଇଠି ପାଳନ କରି ସାହିତ୍ୟ ଏକାଡେମୀ ଉପରେ ମିଳିତ ସଂସ୍କୃତି ବିଭାଗ ମିଳିତ ଗ୍ରାମବାସୀ ଏବଂ ସରକାରଙ୍କ ତରଫରୁ ଜନ୍ମବାର୍ଷିକୀ ଏବଂ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଏ। ତାଙ୍କର କ୍ଲବରେ ପାଳନ କରାଯାଏ। ନିହାତି ଭାବରେ ଯେଉଁ କହୁଥିଲେ କି ଗଭର୍ଣ୍ଣମେଣ୍ଟ ତରଫରୁ ଓଡ଼ିଶା ସରକାରଙ୍କ ତରଫରୁ ତାଙ୍କ ଗ୍ରାମରେ ଜନ୍ମବାର୍ଷିକ ଉତ୍ସବ ପାଳନ କରାଯାଏ ଏବଂ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ କରାଯାଏ। ଗଭର୍ଣ୍ଣମେଣ୍ଟର ଏତେ ସବୁ ଜିନିଷ ପଞ୍ଚସଖା ପାଇଁ ରହିଥିବା ବେଳେ କୃପା ସିନ୍ଧୁଙ୍କୁ କାହିଁକି ଅଣଦେଖା କରାଯାଇଛି? ଅନ୍ୟପଟେ ସବୁ ବରପୁତ୍ରମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ତାଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଘୋଷଣା କରାବେଳେ ସରକାରଙ୍କର କେଉଁଠି ନା କେଉଁଠି ତ୍ରୁଟି ରହିଯାଇଛି କି ଯେଉଁଟା ବୀରପ୍ରତାପରୁ ଘୋଷିତ କଲା ପରେ ବର୍ତ୍ତମାନ ବୀର ହରେକୃଷ୍ଣପୁରକୁ ତା କରିବା ପାଇଁ ଯୋଜନା କରୁଛନ୍ତି। ଯଦି ଆମର ଏ ନ୍ୟୁଜ୍ଟି ଦେଖି ସରକାରଙ୍କ ପାଖରେ ପହଞ୍ଚିପାରେ କିନ୍ତୁ ସରକାର ଏହାର ସମାଧାନ ତୁରନ୍ତ କରିବେ ଏବଂ ପଦକ୍ଷେପ ନେଇ ଏଇ ଯେଉଁ ସମସ୍ୟା ଘଟିଛି ଆଜି ବୀରପ୍ରତାପପୁରରେ ଯେମିତି ଓଡ଼ିଶା ସାରା ଆଉ କେଉଁଠି ନ ହେଉ ତାହାର ପଦକ୍ଷେପ ନେବେ। ପୁରୀ ସତ୍ୟବାଦୀରୁ ଦେବ ବେହେରାଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର। J&T James Jewelry special monsoon offer. Flat 649 gold making charges up to 50% off on diamond value, 50% off on silver making charges. J&T James Jewelry.